ओम नमो भगवते वासुदेवाय। द्वितीयाध्याय। मुनिक प्रश्न कने शुणी, हरसे मने मने गुणी। जीवर हिते कृत कृत्य, हसी कहन्ति मुनिसुत। श्रीसुतवाच। जेसुक एकान्ते गमन, करिण देह कले शून्य। पुत्रर स्नेह मने धरी, व्यास डाकन्ति उच्च करी। पितार स्नेह भग्न अर्थे, उत्तर देले वृक्ष रूपे। ताहाଙ୍କୁ मोर नमस्कार, जे हृदे सर्व प्राणीଙ୍କର। जीवर परित्राण अर्थे, करुणा बही जेहु चिते। अखिल वेदर सागर, जे अनुभव आपणार। कहिले पुराणर सार, ताहाଙ୍କୁ मोर नमस्कार। भारती नर नारायण, जे सत्यवतीर नंदन। जे नरोत्तम ए संसारे, नमई ताहाଙ୍କ पୟରେ। ଶୁଣ ସକଳ ମୁନିଜନ, ସାଧୁଏ ତୁମ୍ଭର ବଚନ। ପରମ ମଙ୍ଗଳ ଏ ବାଣୀ, ଜୀବନୀ ସ୍ତରେ ଏହା ଶୁଣି। ପରମ ଧର୍ମ ଏ ଜଗତେ, ବିଷ୍ଣୁ ଭଜନ ଯେତେ ମତେ। ଫଳର ଆଶା ଯହିଁ ନାହିଁ, ବିଘ୍ନ ପଶିବ ଅବା କାହିଁ। ବାସୁଦେବଙ୍କ ଠାରେ ଯେବେ, ଭକ୍ତି ଉଦୟ ହୁଏ ତେବେ। ଜ୍ଞାନ ବୈରାଗ୍ୟ ଜାତ ହୁଏ, ଶୁଷ୍କ ତର୍କାଦି ନାଶ ଯାଏ। ଭକ୍ତି କଲେ ଯେ ଜ୍ଞାନ ହୁଏ, ଜୀବନ ପଡ଼େ ମାୟା ମୋହେ। ବିଷ୍ଣୁ ଚରିତ ଶୁଣି ଯେବେ, ଭକ୍ତି ନ ଜନ୍ମେ ମୂଢ଼ ଭାବେ। କେବଳ ଶ୍ରମ ତାହାଙ୍କର, କାହୁଁ ତରିବେ ତମ ଘୋର। ଅର୍ଥ ସଞ୍ଚନ୍ତି ଯେତେ ନର, କେବଳ ଶ୍ରମ ତାହାଙ୍କର। ଅର୍ଥେ ନ ପାଇ କାମ ମୋକ୍ଷ, ସେ ପ୍ରାଣୀ ଅଧର୍ମ ପ୍ରତ୍ୟକ୍ଷ। ଅର୍ଥେ ନ ପାଇ କାମ ମୋକ୍ଷ, ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ। ଇନ୍ଦ୍ରିୟ ଅର୍ଥ ପ୍ରିୟ ଯେତେ, ଲୋଭେ ଭ୍ରମଇ କାମ ଅର୍ଥେ। ଯାବତ ଜୀବର ଧରଇ, କାମ ଲୋଭରେ ସୁଖ ନାହିଁ। ଯାବତ ଜୀବନ ଧରଇ, କାମ ଲୋଭରେ ସୁଖ ନାହିଁ। ଜୀବର ତତ୍ତ୍ୱ ଜାଣିବାରେ, କେ ଜ୍ଞାନୀ ଅଛି ଏ ସଂସାରେ। ତତ୍ତ୍ୱ ବିଚାର ଜ୍ଞାନ ଯେତେ, ଜ୍ଞାନୀ କହନ୍ତି ଏ ଜଗତେ। କେହୁ କହନ୍ତି ବ୍ରହ୍ମ ତତ୍ତ୍ୱ, କେହୁ ବା କହେ ପରମାର୍ଥ। କେହୁ କହନ୍ତି ଭଗବାନ, ନିର୍ମଳ ପରମ ଯେ ଜ୍ଞାନ। ଏ ଭାବେ ପ୍ରୀତି ଯେ କରନ୍ତି, ଜ୍ଞାନ ବୈରାଗ୍ୟ ଆଚରନ୍ତି। କରନ୍ତି କୃଷ୍ଣ ଠାରେ ଭକ୍ତି, ଆତ୍ମାରେ ଆତ୍ମାକୁ ଦେଖନ୍ତି। ହରି ଶ୍ରବଣୁ ଭକ୍ତି ଜାତ, ଅଜ୍ଞାନୀ ନ ଜାଣେ ଜଗତ। ଏଣୁ ଅଖିଳ ଏ ଜଗତେ, ଅଛନ୍ତି ବର୍ଣ୍ଣାଶ୍ରମ ଯେତେ। ସ୍ୱଭାବେ ଧର୍ମ ଆଚରଣେ, ଭକ୍ତି ଉପୂଜେ ନାରାୟଣେ। ଯେବେ ସନ୍ତୋଷ କୃଷ୍ଣ ହୋଇ, ପ୍ରାଣୀଙ୍କୁ ଚତୁର୍ବର୍ଗ ଦେଇ। ଏ ଘେନି ହୋଇ ଏକ ମନ, ଭାବେ ତ ଶିବ ଭଗବାନ। ବିଷ୍ଣୁର ଗୁଣ କର୍ମ ଯେତେ, ନୃତ୍ୟ ଶୁଣିବ କର୍ଣ୍ଣ ପଥେ। ନିର୍ମଳ କରି ସ୍ଥିର ମନ, ନିରତେ କରିବ କୀର୍ତ୍ତନ। ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ, ପୂଜା କରିବ ସୂକ୍ଷ୍ମ କଳ୍ପେ। ଏ ଭାବେ ଭକ୍ତି ଯୋଗ ବଢ଼େ,
କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ। ଏଣୁ ଜଗତେ ଜ୍ଞାନୀ ଯେତେ କୃଷ୍ଣ ନ ଭଜିବେ କେମନ୍ତେ। କୃଷ୍ଣ ଶ୍ରବଣେ ଭକ୍ତି ସାର, କୃଷ୍ଣ ଶ୍ରବଣେ ଭକ୍ତି ଯାର, ସେ ପ୍ରାଣୀ ଭବ ମଧ୍ୟେ ସାର। ହରି ଚରଣେ ଯାର ଶ୍ରଦ୍ଧା, ତାଙ୍କୁ ନ ଲାଗେ ଭବ ବାଧା। ସେ ପୁଣ୍ୟ ସାଧୁ ସଙ୍ଗ ମିଳେ, ପୁଣ୍ୟ ତୀର୍ଥକୁ ଆଶ୍ରୟ କଲେ। ଯେବେ ସେ ହରି ରସ ରସେ, ଭକ୍ତଙ୍କ ସଙ୍ଗେ ଯେବେ ମିଶେ। କୃଷ୍ଣର କଥା ଯେ ଶୁଣନ୍ତି, ବଦନେ ମହିମା କହନ୍ତି। ତାହାଙ୍କ ହୃଦେ ହରି ବସେ, ସର୍ବ ଅଶୁଭ ଫଳ ଧ୍ୱଂସେ। ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ, ବେଦେ କହନ୍ତି ମୁନିଜନ। ସାଧୁଜନଙ୍କ ମିତ୍ର ହରି, ଏଣୁ ଭକତକୁ ଆଦରି। ହେଳେ ତାରଇ ଭବ ସିନ୍ଧୁ, ଯେଣୁ ଭକତ ଜନ ବନ୍ଧୁ। ଭକ୍ତ ଜନଙ୍କ ସେବା ବଳେ, ଦହନ ହୁଅନ୍ତି ଅମଙ୍ଗଳେ। ତେବେ ସେ ଗୋବିନ୍ଦ ବିଷଏ, ଭକ୍ତି ଉପୁଜେ ନର ଦେହେ। ସ୍ୱଭାବେ ରଜତମ ଦୁଇ, କାମାନ୍ଦି ଯେତେ ରିପୁ ଥାଇ। ଚିତୁ ବାହାର ହୋଇଯାନ୍ତି, ସାତ୍ୱିକ ଗୁଣ ଆବରନ୍ତି। ଏତେ ପ୍ରକାରେ ଯେବେ ମନ, ନିର୍ମଳେ ହୋଇବ ପ୍ରସନ୍ନ। ତେବେ ଯେ ଭକ୍ତି ଯୋଗ ବଳେ, ଶ୍ରୀକୃଷ୍ଣ ଭକ୍ତ ସଙ୍ଗ ମିଳେ। ନିର୍ମଳ ଜ୍ଞାନ ପ୍ରକାଶଇ, ଜନ୍ମ ମରଣ ଆଦି କାହିଁ। ଅଶେଷ କର୍ମ ଗ୍ରନ୍ଥି ବନ୍ଧ, ଏଣେ ଛିଣ୍ଡଇ ସର୍ବ ଦ୍ୱନ୍ଦ। ସର୍ବ ସଂଶୟ ତୁଲେ କର୍ମ, ଛାଡ଼ଇ ବିଷ୍ଣୁ ମାୟା ଭ୍ରମ। ଆତ୍ମାରେ ଆତ୍ମା ସେ ଦେଖନ୍ତି, ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏଣୁ ପଣ୍ଡିତ ଜନ ଯେତେ, ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷୟେ ଦୃଢ଼ ଚିତ୍ତେ, ନିତ୍ୟ ଭଜନ୍ତି ଆତ୍ମା ମତେ। ବିଷ୍ଣୁର ମାୟାରୁ ସମ୍ଭୂତ, ଆଦି ପ୍ରକୃତି ଜନମତ। ସେ ତତ୍ତ୍ୱ ରଜତମ ଗୁଣ, ସୃଷ୍ଟି ପାଳନ ସଂହାରଣ। ଅନାଦି ପରମ ପୁରୁଷ, ଏ ତିନି ଗୁଣେ ଯେ ପ୍ରବେଶ। ସୃଷ୍ଟି ଉଦୟେ ବ୍ରହ୍ମା ହୋଇ, ପାଳନେ ବିଷ୍ଣୁ ସେ ବୋଲାଇ। ସଂସାର କାଳେ ରୁଦ୍ର ରୂପେ, ସୁଖେ ବିହରେ ମୋହ କଳ୍ପେ। ସେ ଶୁଭ ସତ୍ୟ ବିଷ୍ଣୁ ଦେହେ, ଜନ୍ତୁଙ୍କ ଶ୍ରେୟ ଗୁଣ ବହେ। କାଷ୍ଠ ସଂଯୋଗେ ଧୂମ ଜାତ, ଧୂମରୁ ଅନଳ ସମ୍ଭୂତ। ତୃତୀୟ ଭାଗ ଏ ପ୍ରମାଣ, ତାମସ ରଜତ୍ ସତ୍ତ୍ୱ ଗୁଣ। ଏ ଭାବେ ବ୍ରହ୍ମା ପରିମାଣି, ଭବସାଗରୁ ତରେ ପ୍ରାଣୀ। ନିର୍ମଳ ଚେତା ମୁନି ଯେତେ, ବିଚାର କରି ଆତ୍ମା ହିତେ। କୃଷ୍ଣଙ୍କୁ ସତ ଗୁଣେ ଜାଣି, ଭଜିଲେ ମୋକ୍ଷ ପରିମାଣି। ତାମସ ରଜ ଗୁଣ ଯେତେ, ଉତ୍ପତ୍ତି ଏ ଜଗତେ। ସ୍ୱଭାବେ ଘୋର ଭୟଙ୍କର, ଏଣେ ନ ଭଜେ ମନ ଯାର। ଅହିଂସା ଶାନ୍ତି ଗୁଣେ ଥାନ୍ତି, ହରି ଚରଣ ନିର୍ତ୍ୱ ଚିନ୍ତି। ଧନ ସମ୍ପଦେ ଯାର ଇଚ୍ଛା, ସେ କରେ ଭୂତ ପ୍ରେତ ଦୀକ୍ଷା। ସଂସାରେ ବେଦ କର୍ମ ଯେତେ, ତପସା ଧନେ କ୍ରିୟା ମତେ। ପରମ ତତ୍ତ୍ୱ ଜ୍ଞାନ ଆଦି, କଠୋର ଯେତେ କର୍ମ ସାଧି। ଏ ସର୍ବ ଗତି ନାରାୟଣ, ଏବେ ହୋ ମୁନି ଗଣେ ଶୁଣ।
ଏମନ୍ତ ସୂକ୍ଷ୍ମ ରୂପ ଧରେ ମାୟାରେ ସଂସାରେ ବିହରେ ସ୍ୱଭାବେ ନିର୍ଗୁଣ ମୁରାରି ଖେଳଇ ତ୍ରିଗୁଣ ଆବୋରି ସକଳ ଜୀବ ମଧ୍ୟେ ଥାଇ ଅଜ୍ଞାନ ଜୀବନ ଜାଣଇ ଅଶେଷ ମହିମା ଯେ ଧରେ କିବା ଉପମା ଦେବା ତାରେ ସକଳ ଭୂତେ ହରି ବସେ କ୍ଷତ୍ରିଜ୍ଞ ରୂପ ପରକାଶେ ଅଗ୍ନି ଯେ ସନେ କାଷ୍ଠେ ଥାଇ ସେ ରୂପେ ବିଶ୍ୱ ଆତ୍ମା ସେହି ସ୍ୱତନ୍ତ୍ରେ ତାଙ୍କ ଦେହେ ଥାଇ ବିଷୟ ଭୋଗକୁ କରଇ ଦେବତୀର୍ଯକ ନର ଆଦି ସେ ଲୀଳାବତୀର ପ୍ରସିଦ୍ଧି ତହିଁରେ ଅନୁରକ୍ତ ହୋଇ ପାଳଇ ସତ୍ୱଗୁଣ ବହି ସେ ହରି ଚରଣ ପଙ୍କଜ ସୁଜନ ଜନ ମାନେ ଭଜ କହଇ ଜଗନ୍ନାଥ ଦାସ ଗୀତ ପ୍ରବନ୍ଧେ କୃଷ୍ଣ ରସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା ବୈୟାସିକ୍ୟାଂ ପ୍ରଥମ ସ୍କନ୍ଧେ ନୈମିଷେୟୋପାଖ୍ୟାନୋ ଶ୍ରୀଭଗବଦାନୁଭାବ ବର୍ଣ୍ଣନମ୍ ଦ୍ୱିତୀୟୋଧ୍ୟାୟ ଓಂ ନମୋ ଭଗବତେ ବାସୁଦେବାୟ।